ସକାଳୁ ଗାଧି ଆସି ଚାହା ଗିଲାସଟେ ପିଇଲି, ତାପରେ ବଟାବଟି କରି ଚିକେନ ପାଇଁ ମସଲା ପ୍ରସ୍ତୁତ କଲି। ଶୀତ ଦିନ ବୋଲି ଚୁଲି ମୁଣ୍ଡରେ ବସିବାକୁ ଭାରି ଆରାମ ଲାଗୁଛି। ହେଲେ କଣ ହବ, ଏଇ ଦିନରୁ ମୋର ଗାଲ ଉଠ ଫାଟିଲାଣି ଯେ ନା ଭଲସେ ମୁଁ ହସି ପାରୁଛି। ରୋଷେଇ ପାଖରେ ବସି ବୋଉଙ୍କୁ ଅର୍ଡର ଦିଆଗଲା, ଚିକେନ ଖାଇବାର ଅଛି ତ ଆଣିକି ଦିଅ ମତେ ଜାଳ। ପିଆଜ ଭାଜିଲା ବେଳେ ମୁଁ ଜାଣିବାକୁ ପାଇଲି ଦିଟା ପିଆଜ କୋଟା ରହିଯାଇଛି, କରିନାହିଁ ତାକୁ ଫାଳ। ଭାଜି ଟିକେ ହେଇଯାଇଛି ବୋଲି ସାଇଡରେ ତାକୁ ରଖିଦେଲି। ଏଇଆ ଭାବିକି ଦିପହରକୁ ଗରମ ଭାତ ଚିକେନ ତରକାରୀ ଲଗେଇ ଭଜା ପିଆଜ ଦିଟା ଖାଇବି ବୋଲି। ରନ୍ଧାରନ୍ଧି କାର୍ଯ୍ୟକ୍ରମ ମୋର ଜାରି ରହିଥାଏ। ମସଲାରେ ମାଂସକୁ ପକେଇ ମଝିରେ ମଝିରେ ତାକୁ କଷା ଯାଉଥାଏ। ଆହା କି ବାସ୍ନା, ଖାଲି ଦି ଚାରି ଖଣ୍ଡ ନେଇ ଖାଇଦବାକୁ ମନ ହଉଥାଏ। ହେଲେ ନିଜର ଲୋଭକୁ ନିୟନ୍ତ୍ରଣରେ ରଖି ସେଥିରେ ଧନିଆ ପତ୍ର ଗରମ ମସଲା ଦେଇ ଘୋଡେଇ ଥୋଇଦିଏ। ଚାଉଣ ଆସୁଣୁ ଖାଲି ଘଣ୍ଟାକୁ ଦେଖୁଥାଏ କେତେବେଳେ 1 ବାଜିବ। ଗରମ ଭାତକୁ ଚିକେନ ତରକାରୀ ଆଜି ଉଡିବ। ଅପେକ୍ଷାର ଫଳ ଥିଲା ଭାରି ଚଟପଟା। ଖାଇଥିଲି ଆଣି ଗରମ ଭାତକୁ ଚିକେନ ତରକାରୀ, ଆଉ ଯୋଉ ଥିଲା ପିଆଜ ଦିଟା। ସନ୍ଧ୍ୟା ବେଳକୁ ଆଜି ନଣନ୍ଦ ଭଣଜା ଭାଣିଜୀ ସମସ୍ତେ ଆସିଥିଲେ। ତାପରେ କଣ ସବୁ ହେଇଥିଲା ଜାଣିବାକୁ ପାଇବେ ନେକ୍ସଟ ଭିଡିଓ ଦେଖିଲେ। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।